केशवचन्द्राय ॐ नमो भगवते सुकान्तिसुताय स्वर्णाधिपति ॐ नमो भगवते वासुदेवाय कृष्णाय गोविन्दाय गोपीजनवल्लभाय चरमनाथाय 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 श्री परम ब्रह्म करुणावतार चरमनाथंकर पदार बिंदरी ए अधमर कोटि कोटि सहस्र कोटि अभुव मानसिक साष्टांग प्रणाम। आजिर ए पवित्र सत्संग महोत्सव खेती ज्योति आश्रम संघीय विधान अनुजाई गत काली ठारू आज पर्यंत समयानुवर्ती भाव में कार्यक्रम शेष होइछि। आजिर ए सांध्य अधिवेशन सत्संग कार्यक्रम सर्वप्रथमे ए अंचलर समस्त देवादेवी को आभुव प्रणाम। मोर आज ए सत्संग को जो माने कड़ी तोड़ी छंती ए अंचलर समस्त भाई भौणी मानकर अकुंठित दान सेवारे आज सत्संग महोत्सव मु एठारे उपस्थित थिबा सर्वप्रथमे जे प्रभु को नैवेद्य दे संतुष्ट करते पूजक मंडली जो भाई माने संगीतर ताले ताले प्रभुंकर मनोरंजन करुछंती समस्त संगीत भाई विश्व भातृत्व दिव्यात्मा परिषदर केतने भाई अरिगित भाई उपस्थित समस्त गुरुभ्राता गुरुभग्नी एवं सर्वशेष जे आम मानकु अन्न यज्ञ सामिल होइछंती समस्त खंदाशाला भाई समस्त को मोर सप्रेम सत्सद गुरुस्वामी प्रणाम। ये चरम शास्त्र समस्ते अल्प बहुत जानिछे। सर्वप्रथमे आमे शास्त्र पाठ करिबा पूर्वरु वैदिक मंत्र पाठ करिबा से प्रार्थना। विशाल विश्वस्य निदान बीजं परं वरेण्यं विधि विष्णु सर्वे। विशाल विश्वस्य निदान बीजं परं वरेण्यं विधि विष्णु सर्वे। स्वरूपं प्रणवं दिवते वायु स्वरूपं प्रणवं दिवते मूलाधार कर्णधारं स्वाधिष्ठाने स्वाधीनं मूलाधार कर्णधारं स्वाधिष्ठाने
ଚରମଶାସ୍ତ୍ର ପାଠ କରିବା ପୂର୍ବରୁ ସମସ୍ତେ ଧୀରସ୍ଥିର ଭାବରେ ମନ ଶୁଣିବେ। ପାଞ୍ଚଟି ସଂକଳ୍ପ ନେବା ପାଇଁ ଆମମାନଙ୍କୁ ଦରକାର। ପାଞ୍ଚଟି ସଂକଳ୍ପ ଆମେ ଯଦି କରିପାରିବା ତାହେଲେ ଏ ମାନବ ଜୀବନ ସାର୍ଥକ ହେବ। ସର୍ବପ୍ରଥମେ ମଙ୍ଗଳମୟ ଭଗବାନଙ୍କର ପଦାରବିନ୍ଦରେ ଶରଣାପନ୍ନ ହୁଅନ୍ତୁ। ସବୁକିଛି ତାଙ୍କର ଅବଦାନ ବୋଲି ଭାବି ନିଅନ୍ତୁ। ଭକ୍ତିଭୂତ ଭାବରେ ନିତ୍ୟ ଚରମ ଶାସ୍ତ୍ର ଶ୍ରୀମଦ୍ଭାଗବତ ଓ ଶ୍ରୀମଦ୍ ଭାଗବତ ଗୀତା ପାଠ କରନ୍ତୁ ଓ ନିଜର ପିଲାମାନଙ୍କୁ ପଢ଼ିବାର ସୌଭାଗ୍ୟ ଦେଇ ଦୁର୍ଲଭ ମାନବ ଜୀବନକୁ ଧନ୍ୟ କରନ୍ତୁ। ସତ୍ସଙ୍ଗ ମାଧ୍ୟମରେ ସେହିପରି ସମସ୍ତ ପବିତ୍ର କଥାମୃତ ଓ ନାମାମୃତକୁ ଶ୍ରବଣ କୀର୍ତ୍ତନ କରନ୍ତୁ। ଦୈନନ୍ଦିନ ସେହି କରୁଣାମୟ ଭଗବାନଙ୍କର ପୂଜା ସେବା ତଥା ଦର୍ଶନରେ ମନ ନିବେଶ କରି ତାଙ୍କ ନିର୍ମାଲ୍ୟ ସେବନ କରନ୍ତୁ। ଅହଙ୍କାରକୁ ସର୍ବଦା ପାପ ବୋଲି ବିବେଚନା କରି ପରିତ୍ୟାଗ କରନ୍ତୁ। ଶେଷରେ ଗୁରୁଙ୍କର ଆଜ୍ଞା ଆଦେଶ ପାଳନରେ ହେଳା କରନ୍ତୁ ନାହିଁ। ଆଜିର ଚରମ ଶାସ୍ତ୍ର ପାଠ କରିବା ପୂର୍ବରୁ ଏହି ପାଞ୍ଚଟି ସଂକଳ୍ପ ନେବା ଏବଂ ପ୍ରଭୁ ଆମମାନଙ୍କୁ ଯେଉଁ ଚରମ ଶାସ୍ତ୍ରରେ ନିର୍ଦ୍ଦେଶ ଦେଇଛନ୍ତି ଜଗତ କଲ୍ୟାଣ ନିମନ୍ତେ, ଖାଲି ଯେ ତାଙ୍କରି ଯେଉଁମାନେ ଧାରା ଗ୍ରହଣ କରୁଛନ୍ତି ସେମାନଙ୍କ ପାଇଁ ନୁହେଁ, ଏ ସଂସାରର ସମସ୍ତ ଜୀବ ଜଗତ ପାଇଁ ପ୍ରଭୁ ଏହି ଚରମ ଶାସ୍ତ୍ରରେ ତାଙ୍କର ଅତି ସରଳ ଭାଷାରେ ଲେଖିଦେଇ ଯାଇଛନ୍ତି। ଯଦି ଜଣେ ଜୀବ ମାନବ ବା ମଣିଷ ତାକୁ ପଢ଼ି କାର୍ଯ୍ୟରେ ଲଗାଏ ତାହେଲେ ସେ ନିଶ୍ଚିତ ଚରମ ଲାଭ କରିବ, ଏଥିରେ ସନ୍ଦେହ ନାହିଁ। ପ୍ରଭୁ ମଧ୍ୟ ତ୍ରିବାର ସତ୍ୟ କରି କଥା କହିଛନ୍ତି। କଣ କହିଲେ? ଆଜି ଆମେ ସେ ତ ଆମର ବାପା ମା ଭାଇ ଭଉଣୀ ସବୁ କିଛି, ଆମେ ସେଇଥିପାଇଁ କହୁଛ ତୁମେ ପିତା ତୁମେ ମୋ ମାତା କହୁଛେ। ଆଜି ସେହି ସେ ପିତା ନୁହନ୍ତି ମାତା ନୁହନ୍ତି, ସେ ସଂସାର କରିନାହାନ୍ତି କିନ୍ତୁ ସେ ସଂସାରର ସବୁ କଥା ଜାଣନ୍ତି। ସେଥିପାଇଁ ସେ ସବୁ ଭୂମିକାରେ ଅବତୀର୍ଣ୍ଣ ହୋଇ ଆଜି ଆମମାନଙ୍କ ପାଇଁ ଲେଖିଛନ୍ତି। କଣ ଲେଖିଛନ୍ତି? ଆଜି ପଢିବା ଦ୍ୱାଦଶ ସଂଖ୍ୟା। ଘୂର୍ଣ୍ଣୟମାନ କାଳର କରାଳ ଚକ୍ରରେ ଆଜି ଏ ବିଶ୍ୱ ଦିଗହରା ହଜିଲା ଦିଗନ୍ତର ମରୀଚିକାରେ ଅମୃତମୟ ପାରିବାରିକ ଜୀବନ ବିଶ୍ୱ କୁମ୍ଭରେ ପୂର୍ଣ୍ଣ। ଆଉ ସେହି ବିଶ୍ୱର ପ୍ରଚଣ୍ଡ ଜ୍ୱାଳାରେ ଆକ୍ରାନ୍ତ ହୋଇ ପ୍ରତ୍ୟେକଙ୍କର ହୃଦୟରେ ହତାଶର ବହ୍ନି କରୁଣାମୟ ଅନ୍ତର୍ଯାମୀ ସେ ଭକ୍ତର ଆକୁଳତାରେ କାନ୍ଦି ଉଠିଛି ତାଙ୍କର ମନ ପ୍ରାଣ। ସେଇଥିପାଇଁ ଏ ବିଶ୍ୱ ଜ୍ୱାଳାରୁ ରକ୍ଷା ପାଇ ଅନନ୍ତ ଶାନ୍ତି ଲାଭ କରିବାର ପଥ ଦେଖାଇ କଲ୍ୟାଣ ଅଜାଡ଼ି ଦେଇଛନ୍ତି ଏହି ସ୍ତମ୍ଭରେ। ଚରମରେ ଗେହ୍ଲା ନନ୍ଦନ ମୋର ଏ ମର୍ତ୍ତଭୂମିକୁ ଓହ୍ଲାଇବା ପରଠାରୁ ତୁ ଆଜି ଯାଏ ମାତ୍ର 11 ପାଦ ଯାଇଛୁ। ଏହି ଯାତ୍ରା ତୋର କେବଳ ରାଜରାସ୍ତାରେ ହିଁ ହୋଇଛି। ମନେ ଥିବ ତୋର, ଏହା ପୂର୍ବରୁ ଥରେ ତୋତେ କହିଥିଲି ଧୀରେ ଧୀରେ ତୁ କଣ୍ଟକିତ ରାସ୍ତାରେ ପାଦ ପକାଇବାକୁ ଯାଉଛୁ। ଆଜି ସେହି ପଥମାନଙ୍କ ମଧ୍ୟରୁ ଗୋଟିଏ ତୋତେ ବୁଝାଇବାକୁ ସ୍ଥିର କରିଛି। ମନ ଦେଇ ଶୁଣିବୁ ଓ ଅତି ସାବଧାନତା ସହକାରେ ଆଗେଇ ଯିବୁ। ମୁଁ ତୋର ପାଖେ ପାଖେ ଛାଇ ପଡ଼ି ଅଛି, ଚିନ୍ତା କରିବୁ ନାହିଁ। ତୁ ଯେଉଁ ପରିବାରରୁ ଆସିଛୁ ସେଇଟି ହେଉଛି ତୋର ପିତାଙ୍କର ବ୍ରହ୍ମାଣ୍ଡ ପରିବାର। ଆଜି ଯେଉଁ ପରିବାର ସବୁ ଦେଖୁଛୁ, ଯେଉଁ ପରିବାରରେ ତୁ ନିଜେ ପ୍ରବେଶ କରିଛୁ, ସେ ସବୁ ହିଁ ତୋରି ମୂଳ ପରିବାରର କେତୋଟି ଅଂଶ। ତୋରି ପିତା ତାଙ୍କର ସ୍ୱଇଚ୍ଛାରେ ଏହି ଛୋଟ ଛୋଟ ପରିବାର ସୃଷ୍ଟି କରାଇ ନିଜେ ତାରି ଭିତରେ ବିଭିନ୍ନ ଭୂମିକାରେ ଅଭିନୟ କରି ତାଙ୍କର ଲୀଳା ରଚନା କରି ଯାଉଛନ୍ତି। ତେଣୁ ସେଠାରେ ଘଟୁଥିବା ଘଟଣାବଳୀରେ ହଡ଼ବଡ଼େଇ ଯିବୁ ନାହିଁ, ସତର୍କତାର ସହ ଅତିକ୍ରମ କରିଯିବୁ। ସବୁଥିରେ ତୋରି ପିତାଙ୍କର ଲୀଳା ଉପଭୋଗ କରି ଯାଉଛୁ। ନିଜେ ଆନନ୍ଦିତ ହେବୁ ଓ ତୋର ପ୍ରିୟ ଭାଇ ଭଉଣୀ ମାନଙ୍କୁ
ଅସଲ ରହସ୍ୟ ବୁଝାଇ ଦେଇ ସେମାନଙ୍କୁ ମଧ୍ୟ ତୋରି ଆନନ୍ଦରେ ଭାଗିଦାର କରାଇବାକୁ ଚେଷ୍ଟା କରିବ। ସେଇଥିପାଇଁ ଆଜି ସେଇ ପରିବାର ସମ୍ପର୍କରେ କିଛି କହୁଛି ଶୁଣ। ତୋର ପରିବାରରେ ପରସ୍ପର ମଧ୍ୟରେ ସମ୍ପର୍କ ହେଉଛି ବାପା, ମା, ଭାଇ, ଭଉଣୀ, ସ୍ୱାମୀ ଓ ସ୍ତ୍ରୀ। ଏଇ ହେଉଛି ଗୋଟେ ତୋର ପରିବାର। ବିଭିନ୍ନ ସୂତ୍ରରେ ଆବଦ୍ଧ ଥାଇ ସେମାନେ ନିଜ ନିଜର ଭୂମିକା ନିଭାଇଥାନ୍ତି। ଯଦି ସେଥିରୁ ବ୍ୟତିକ୍ରମ ହୁଏ ତେବେ ପରିବାରଟି ଭୁଷୁଡ଼ି ପଡ଼ିବ। ସେଥିରେ ଥିବା ବ୍ୟକ୍ତିମାନେ ପଥରା ହୋଇଯାଆନ୍ତି ଓ ନାନାଦି ଅପକର୍ମରେ ଜଡ଼ିତ ହୋଇ ପତନ ମୁଖରେ ପଡ଼ିଯାଆନ୍ତି। ଆଜି ସେସବୁ ଅଘଟଣ ଦେଖି ତୁ ବିଚଳିତ ହୋଇଯାଉଛୁ। ସେଇଥିପାଇଁ ଧନରେ ପରିବାରରେ ବିଭିନ୍ନ ଭୂମିକା ତୋତେ ବୁଝାଇବାକୁ ଯାଉଛି। ବାଉଳା ହେବୁ ନାହିଁ, ଧୀର ସ୍ଥିର ଭାବରେ ଶୁଣିବୁ ଓ ଅକ୍ଷର ଅକ୍ଷରେ କାମରେ ଲଗାଇବାକୁ ଚେଷ୍ଟା କରିବୁ। ବାପା, ତୋର ପରିବାରରେ ବାପା ହିଁ ମୁଖ୍ୟ କର୍ତ୍ତା। ସେ ତୁମ ସମସ୍ତଙ୍କର ଦାୟିତ୍ୱ ବହନ କରିଅଛନ୍ତି। ହୃଦୟରେ ତୁମ ପ୍ରତ୍ୟେକଙ୍କ ପାଇଁ ମମତାର ପାହାଡ଼ ରଖିଛନ୍ତି, କିନ୍ତୁ କେବଳ ଶାସନ କରି ତୁମକୁ ଠିକ୍ ପଥରେ ପରିଚାଳିତ କରି ତୁମ ଚଲାପଥରେ କୁସୁମ ଫୁଲ ବିଛାଇବାର ଲକ୍ଷ୍ୟ ରଖି ମୁହଁରେ କଠୋରତା ପ୍ରକାଶ କରୁଛନ୍ତି। ସେ ଚାହାନ୍ତି ପୁଅ ତାଙ୍କର ସୁଶିକ୍ଷିତ ହେଉ, ଜ୍ଞାନୀ ହେଉ, ବିନୟୀ ହେଉ, ସହିଷ୍ଣୁ ହେଉ, ଦୟାଶୀଳ ହେଉ ଏବଂ ଶେଷରେ ଏହି ଧରାବକ୍ଷରେ କାଳଜୟୀ ହୋଇ ବିଶ୍ୱ କଲ୍ୟାଣ ପାଇଁ ପ୍ରସ୍ତୁତ ହୋଇଯାଉ। ଏହି ବାସନା ରଖି ସେ ଉପଯୁକ୍ତ ଶିକ୍ଷକ ନିର୍ବାଚନ କରନ୍ତି ଓ ତାଙ୍କରି ତତ୍ତ୍ୱାବଧାନରେ ଛାଡ଼ି ଦିଅନ୍ତି। ତଥାପି ସେଥିରେ ସେ ନିଶ୍ଚିତ ହୋଇ ରହିପାରନ୍ତି ନାହିଁ। ପ୍ରତି ମୁହୂର୍ତ୍ତରେ ନଜର ରଖନ୍ତି। ଆବଶ୍ୟକ ହେଲେ ହାତରେ ଛାଟ ଧରି ପ୍ରହାର କରନ୍ତି। ପ୍ରହାର ସମୟରେ ତୋତେ ହୋଇଥିବା କଷ୍ଟ ପାଇଁ ଗୋପନରେ ଲୁଚି ଲୁଚି କାନ୍ଦନ୍ତି। ଏସବୁ ସେ କରନ୍ତି କେବଳ ତୁମରି ମଙ୍ଗଳ ପାଇଁ। ତାକୁ ଯଦି ତୁମେ ମାନେ ଭୁଲ ବୁଝି ମନରେ ରାଗ, କ୍ରୋଧ, ହିଂସା ଓ ଅସ୍ୱଭାବ ତୋଳି ଦୂରେଇ ଯାଅ, ସେଥିରେ ତାଙ୍କର କିଛି କ୍ଷତି ହେବ ନାହିଁ। ସେ ମାନସିକ ଦୁଃଖ କେବଳ ପାଇବେ। ହତାଶ ହେବେ ଯେ ତାଙ୍କର ସନ୍ତାନ ତାଙ୍କର ଆଦର୍ଶ ରଖିଲା ନାହିଁ, ଆଉ ତାଙ୍କର କିଛି ହେବ ନାହିଁ। କିନ୍ତୁ ଅପୂରଣ କ୍ଷତି ତୁମର ହୋଇଯିବ। ତୁମେ ତାଙ୍କଠାରୁ ଦୂରକୁ, ଅନେକ ଦୂରକୁ ଚାଲିଯିବ, ଆଉ ଖୋଜିଲେ ମଧ୍ୟ ପାଇବ ନାହିଁ। ଆଉ ତୁମକୁ ଉପଦେଶ ଦେବାକୁ, ଆଦର୍ଶ ଶିଖାଇବାକୁ, ପରାମର୍ଶ ଦେବାକୁ କେହି ନଥିବେ। ତେଣୁ ବେଳକୁ ସାବଧାନ ହେବ। ଯଦି ତୋର ପରିବାରରେ ତୋର ବାପାଙ୍କୁ ଉପଯୁକ୍ତ ସମ୍ମାନ, ଶ୍ରଦ୍ଧା, ବିଶ୍ୱାସ ଦେଇ ତାଙ୍କର ଉପଦେଶରେ ଚାଲିବୁ, ଦେଖିବୁ ତୋର ରାସ୍ତାରେ କୌଣସି କଣ୍ଟା ରହିବ ନାହିଁ। ତୁ ସିନା ଭୁଲ ବୁଝିଛୁ, ନୀରବରେ ମତେ ଭୁଲ ବୁଝିଛୁ, ନୀରବରେ ବସିଛି ବୋଲି ମନ ଉଣା କରି ଦୂରେଇ ଯାଉଛୁ। ହେଲେ ମୋର ଅନ୍ତର କଣ ବୁଝିବାକୁ ଚେଷ୍ଟା କରିଛୁ? ଏ ହୃଦୟର ପ୍ରତିଟି ତନ୍ତ୍ରୀ ପରା ତୋରି ମଙ୍ଗଳ ପାଇଁ କେବଳ ସବୁବେଳେ ଏକଲୟରେ ଚାହିଁ ରହିଛି, ମମତାରେ ପୂର୍ଣ୍ଣ ହୋଇ ରହିଛି। ମୁଁ କଣ ଚାହେଁ ତୁ ଏପର୍ଯ୍ୟନ୍ତ ବୁଝିପାରିଲୁ ନାହିଁ। ମୁଁ ଚାହେଁ ମୋର ସନ୍ତାନ ଠିକ୍ ମୋରି ପରି ହୋଇଯାଉ। ଏ ଜଗତର ସମସ୍ତଙ୍କ ଶ୍ରଦ୍ଧା, ସ୍ନେହ ତଥା ଭକ୍ତିର ପାତ୍ର ହୋଇଯାଉ। ବିନୟ, ସହିଷ୍ଣୁତା ଗୁଣର ଅଧିକାରୀ ହୋଇ ଜ୍ଞାନର ପରିଚୟ ଦେଇ ଅନ୍ୟର ଓଠରେ ହସ, ମନରେ ଖୁସି ଓ ଆନନ୍ଦର ବନ୍ୟା ଛୁଟାଇ ଦେଉ। ସର୍ବୋପରି ଜଗତ ପୂଜ୍ୟ ହୋଇଯାଉ। ଏ ସୃଷ୍ଟିରେ କଳିର ରାଜତ୍ୱରେ କଣ୍ଟକିତ ହୋଇଥିବା ଜୀବନ ପଥକୁ ପରିଷ୍କାର କରି ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା ପାଇଁ ପରା ତୋର କାନରେ ମୁଁ ବିଶ୍ୱଲୋକରଣୀ ଦେଇଛି। ଏ ସୃଷ୍ଟିରେ କଳିର ରାଜତ୍ୱରେ କଣ୍ଟକିତ ହୋଇଥିବା ଜୀବନ ପଥକୁ ପରିଷ୍କାର କରି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ପରା ମୁଁ ତୋ କାନରେ ବିଶ୍ୱଲୋକରଣୀ ଦେଇଛି। ଧାରା ଦେଇ କର୍ମଯୋଗ ଶିଖାଇ ଦେଇଛି। ତୁ ତାକୁ କିଭଳି ଭାବରେ କାର୍ଯ୍ୟରେ ଲଗାଉଛୁ, ପ୍ରତି ମୁହୂର୍ତ୍ତରେ ତୋର ପ୍ରତିଟି କରଣୀକୁ ଲକ୍ଷ୍ୟ ରଖିଛି। ଯଥା ସମୟରେ ତୋତେ ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷରେ ହେଉ ସୂଚାଇ ଦେଉଛି। ତୁ କଣ ଧରି ପାରୁନୁ? ଟିକେ ସ୍ଥିର ହୋଇ ଲକ୍ଷ୍ୟ କର ବାପା। ସବୁ ବୁଝିପାରିବୁ, ସବୁ ଦେଖି ଅନୁଭବ କରିପାରିବୁ। ରେ ମୋର ଅଲିଅଳ ଧନ ରଙ୍ଗ ରତନ, ଅବ୍ୟକ୍ତ ମଣ୍ଡଳ ଛାଡ଼ି ମୁଁ ତୋରି ପାଇଁ, ଅବ୍ୟକ୍ତ ମଣ୍ଡଳ ଛାଡ଼ି
ମୁଁ ତୋରି ପାଇଁ ତୋରି ପରି ଶତ ଶତ କୋଟି କୋଟି ପିଲାମାନଙ୍କ ପାଇଁ ଓହ୍ଲାଇ ଆସିଛି ରେ। ବିଶ୍ୱାସ କର। କଣ ମୋର କଥା ରଖିବୁଟି? ମୋ ପାଇଁ ଟିକେ ବି ସମୟ ଦେବୁ ନାହିଁ? ତୋ ପିତାର ହୃଦୟକୁ ବେଦନା ଦୂର କରିବାକୁ ସାମାନ୍ୟ ଚେଷ୍ଟା କରିବୁ ନାହିଁ? ପାରିବୁ, ନିଶ୍ଚୟ ପାରିବୁ। ତୋର ସିନା ତୋ ନିଜ ପ୍ରତି ବିଶ୍ୱାସ ନାହିଁ, ମୋ ପ୍ରତି ଆସ୍ଥା ନାହିଁ, କିନ୍ତୁ ମୋର ତୋ ପ୍ରତି ଅଖଣ୍ଡ ବିଶ୍ୱାସ ଅଛି, ଭରସା ଅଛି। ତୁ ନିଶ୍ଚୟ ଦିନେ ନା ଦିନେ ମୋର ଆଦର୍ଶରେ ଅନୁପ୍ରାଣିତ ହୋଇ ଆଗେଇ ଯାଇ। ମା ଧନରେ କହିଲୁ। ଏଇ ମା ଶବ୍ଦ ଉଚ୍ଚାରଣ କଲା ମାତ୍ରେ ତୋର ମନରେ କି ପ୍ରତିକ୍ରିୟା ସୃଷ୍ଟି ହେଉଛି? କଥାରେ ଅଛି, ଯାହାର ମା ନାହିଁ ତାର ସାହା ନାହିଁ, ଯାହାର ମା ନାହିଁ ତାର ନାଁ ନାହିଁ। ମାର ମମତା ଠାରୁ ମମତା ନାହିଁ। କାରଣ ପୁତ୍ର ସ୍ନେହରେ ସେ ଅନ୍ଧୁଣୀ। ପରିବାରଟିରେ ମାର ଭୂମିକା ସମସ୍ତଙ୍କ ଊର୍ଦ୍ଧ୍ୱରେ। ସେହି ପରିବାରର ସ୍ରଷ୍ଟା ପାଳନ କର୍ତ୍ରୀ। ପରିବାରର ସମସ୍ତଙ୍କୁ ସ୍ନେହ ପ୍ରେମରେ ବାନ୍ଧି ରଖି ଏକତ୍ର ରଖିବାର ପ୍ରଣାଳୀ ଦାୟୀ ହେଉଛି ମା। ସେ ମମତା ସ୍ନେହ ଅନ୍ଧୁଣୀ। ପିଲାର ଭୁଲ ଠିକ ବୁଝେ ନା। କେବଳ ଡାକୁଳରେ ଥରେ ମା ବୋଲି ଡାକିଦେଲେ ସେ ସବୁ ଭୁଲିଯାଏ ଏବଂ ଧୂଳି ଧୂସରିତ ସନ୍ତାନକୁ ନିର୍ବିକାର ଚିତ୍ତରେ କୋଳକୁ ଭିଡ଼ି ଆଣି ପଣତ କାନିରେ ପୋଛି ଦିଏ। ବାପା ତାର ସ୍ନେହ ମମତାକୁ ଅନ୍ତର ଭିତରେ ରଖିଥାଏ। ବାପା ତାର ସ୍ନେହ ମମତାକୁ ଅନ୍ତର ଭିତରେ ରଖିଥାଏ, କିନ୍ତୁ ମାର ଅନ୍ତରେ ବାହାରେ ସବୁଠାରେ ସ୍ନେହର ବନ୍ୟା ଛୁଟୁଥାଏ। ନିଜର ଗର୍ଭରେ ଭିତରେ ଯନ୍ତ୍ରଣା ସହି ତୁମକୁ ସେ ଧାରଣ କରେ। ନିଜର ରକ୍ତକୁ କ୍ଷୀର ସଜାଇ ତୁମକୁ ଖୋଇ ବଞ୍ଚାଇ ରଖେ। ତୁମର ଭଲ ପାଇଁ, ତୁମର ସୁଖ ପାଇଁ ସବୁ ତ୍ୟାଗ କରେ। ମନେ ପକାଅ ଥରେ, ତୁମେ ତା ଉପରେ କେତେ ମଇଳା ଆବର୍ଜନାରେ ତାକୁ ବ୍ୟସ୍ତ କରିଛ। ସେ ତୁମକୁ କେବେ ଘୃଣା କରିଛି? ବାଧ୍ୟରେ ନୁହେଁ, ଆନନ୍ଦରେ ହସି ହସି ସବୁ ସହ୍ୟ କରିଛି। ତୁମେ ଯେତେବେଳେ ତୁମର ସାଙ୍ଗସାଥି ମେଳରେ ଧୂଳିରେ ଖେଳି ଅସନା ହୋଇଯାଉଛ, ବାପା ଛାଟ ଧରି ମାରିବା ପାଇଁ ଗୋଡ଼େଇ ଯାଆନ୍ତି, ସେତେବେଳେ ତୁମେ କଣ କର? କାନ୍ଦି କାନ୍ଦି ଭୟରେ ଦୌଡ଼ି ଯାଇ ଆଶ୍ରୟ ନିଅ ମାର କୋଳରେ। ମା ସେତେବେଳେ କିଛି ବୁଝେ ନା, ସଙ୍ଗେ ସଙ୍ଗେ ବିନା ବିଚାରରେ ଟେକି ନିଏ ନିଜର କୋଳକୁ। ତୁମେ ଚିର ଅଭୟ ପାଇ ତାରି କୋଳରେ ମୁହଁ ଲୁଚାଇ ଦିଅ, ସତେ ଯେପରି ଏ ଧରାରେ ଆଉ କାହାରିକୁ ଭୟ ନାହିଁ। କଣ ଭୁଲ କହିଲି ବାପ? ଏଥର ଟିକେ ମନେ ପକାଇଲୁ ବାଉଳା। ମୁଁ କଣ ତୋର ମା ନୁହେଁ? ମୋ ପାଖରୁ ତୁ ଯାହା ପାଇନାହୁଁ, ମୁଁ କଣ ତୋର ମା ନୁହେଁ? ମୋ ପାଖରୁ ତୁ ତାହା ପାଇନାହୁଁ। ମୋ ନିକଟକୁ ଯେତେବେଳେ ତୁ ଆସିଲୁ, ସେତେବେଳେ ମୁଁ ତୋର କୌଣସି କରଣୀକୁ ବିଚାରକୁ ନେଇଛି? ଏଠାକୁ ଆସିଲା ଦିନୁ ଆଜି ଯାଏ ତୋତେ ତୋର ଭୁଲ ତ୍ରୁଟି ବିଷୟରେ କିଛି କହିଛି? ଯେତେବେଳେ କୌଣସି କାରଣରୁ ଭୟ ପାଇ ଅଧୈର୍ଯ୍ୟ ହୋଇ ମୋ ପାଖକୁ ଅଭୟ ପାଇବାକୁ ଛୁଟି ଆସିଛୁ, ମୁଁ କଣ ତୋତେ କୋଳକୁ ନେଇନାହିଁ? ବିଷ ମଇଳା ତୋ ଦେହରେ ଲାଗିଥିଲେ ବି ମୁଁ କେବେ ଘୃଣା କରିଛି? ତୋର ସୁଖ ଦୁଃଖ ଭଲ ମନ୍ଦ ଦ୍ୱନ୍ଦ୍ୱ ସମସ୍ୟା କଣ ସମାଧାନ କରିନାହିଁ? ମୋ ପାଖକୁ ଆସି ଫେରିବା ପରେ ତୋର ମନ ଅନ୍ତର ଶାନ୍ତି ଲାଭ କରିନାହିଁ? କଣ କରିବି? ଜାଣିଛ, ଏଇ ଅନ୍ଧୁଣୀ ମାର ମମତାରେ ତୋର ଲାଭ ପରିବର୍ତ୍ତେ କ୍ଷତି ହେଉଛି। କାରଣ ବାପାର ଭୂମିକାରେ ତୋତେ ଯେଉଁ ଧାରା ଦେଲି, ଯେଉଁ ପଥ ବତାଇ ଦେଲି, ତାକୁ ଠିକ ପାଳନ ନ କଲେ ତୁ ଏ କଠୋର ରାସ୍ତାକୁ ତୋର ନିଜସ୍ୱ ଶକ୍ତିରେ କଦାପି ଅତିକ୍ରମ କରିପାରିବୁନି। କିନ୍ତୁ ଅନ୍ୟ ପକ୍ଷରେ ମୁଁ ଯେ ତୋର ମା, ଆଉ ତୁ ମୋର ଅଲିଅଳ ରଙ୍କୁଣୀ ଧନ କେଲ ବସରର ଅବୁଝା ପୁଅ। ତୋର ଦୁଃଖ ସହିପାରୁନାହିଁ। ତୁ ଯାହା କହିଲେ ବି ହଁ ମାରି ଦେଉଛୁ। ଆସି କହୁଛୁ ନିର୍ଦ୍ଦିଷ୍ଟ ସମୟରେ ଠିକ ଭାବରେ ଧାରା କରିପାରୁନାହିଁ। ବୁଝୁଛି, ଏହା ତୋର ସାଧନା ପଥର କଣ୍ଟା, କିନ୍ତୁ ତୋର ଶୁଖିଲା ମୁହଁ ଦେଖି ପିତୃତ୍ୱର ଶାସନ ଭୁଲି ଯାଉଛି। ମାତୃତ୍ୱର ବନ୍ଧନରେ ଅନ୍ଧୁଣୀ ହୋଇ ହଁ ମାରି ଦେଉଛି। କାରଣ ତୋର ମନରେ କଷ୍ଟ ହେବ।
ମୋ ପିଲାର ଶରୀରକୁ କଷ୍ଟ ହେବ। ଧନରେ କହିଲୁ ତୋର ମନରେ ତୋର ହୃଦୟରେ କଷ୍ଟ ହେଲେ ମୁଁ ଅଥୟ ହୋଇ ଯାଉଛି, ସବୁ ବିଧି ବିଧାନ ଓ ବ୍ୟବସ୍ଥା ଭୁଲି ଯାଉଛି। କିନ୍ତୁ ମୋ ମନରେ କଷ୍ଟ ହେଲେ ତୋ ମନ କଣ କିଛି ହେଉନାହିଁ? ମୋ ମନରେ କଣ କଷ୍ଟ ଜାଣିଛୁ? ପିଲାଟା ମୋର କିଛି ବୁଝିଲାନି, କେବଳ ମୋରି ମମତାରେ ବାନ୍ଧି ହୋଇଗଲା। ନୀତିରେ ରହିଲା ନାହିଁ, ଧାରାକୁ ଠିକ ଠିକ ପାଳନ କଲା ନାହିଁ, ବାପର ଶାସନ ତଥା ପ୍ରକୃତି ତ ତାକୁ ଛାଡ଼ିବ ନାହିଁ, ମୋକ୍ଷ ମୁକ୍ତି ନିର୍ବାଣ ପଥରେ ତ ତାକୁ ଛାଡ଼ିବ ନାହିଁ। ତେଣୁ ମୁଁ ସବୁବେଳେ ଅହରହ କେବଳ ତୋରି ପାଇଁ ଚିନ୍ତିତ। ତୋ ପାଇଁ କଣ କରିବି କଣ ନ କରିବି ସ୍ଥିର କରିପାରୁନାହିଁ। ହଁ, ସବୁବେଳେ ସେଇ ମାର ଭାବ ଓ ମମତାର ବନ୍ଧନ ଭଲା ସ୍ଥିର କରି ରଖନ୍ତୁ, ତାହା ମଧ୍ୟ ରଖୁନାହୁଁ। କେତେବେଳେ ବାପା ଡାକି ଆସିଲୁଣି ତ, କେତେବେଳେ ମା। ଏମିତି ଅବୁଝା ହୋଇ ଆଉ କେତେ ଦିନ ରହିବୁ ବାଇଆ? ମୋ ସୁନାଟା ପରା, ତୋ ପାଇଁ ମୋ ପାଖରେ ସବୁ ଅଛି। ଠିକ ପଥକୁ ଚାଲିଆ। ତୋତେ ଯେଉଁ ପଥ ଦେଇଛି ସେଇଥିରେ ବୁଡ଼ି ଯା। ଦେଖିବୁ ତୁ ବ୍ୟାକୁଳ ହୋଇ ମୋ ପାଖକୁ ଆସିବା ଦରକାର ନାହିଁ। ତୋର ଆକୁଳତା ମାତ୍ରେ ମୁଁ ଯାଇ ତୋ ପାଖରେ ପହଞ୍ଚିଛି। ଭାଇ ବାବୁରେ, ପରିବାର ମଧ୍ୟରେ ତୋର ଭାଇ ଅଛି। କଥାରେ ଅଛି, କ୍ଷୀର ଯଦି ଖାଇ ବସିବ ଘରେ ଥିବ ଗାଈ, ଶତ୍ରୁ ସଙ୍ଗେ ଲଢିବ ଯଦି ସଙ୍ଗେ ଥିବ ଭାଇ। ଭାଇ ଭାଇକୁ ସାହସ ଦିଏ, ବିପଦରେ ସହାୟ ହୁଏ। ଭାଇର କୌଣସି ଭୁଲ ତ୍ରୁଟି ଦେଖିଲେ ଭାଇ ତାକୁ ଦର୍ଶାଇ ଦେଇ ସୁଧାରି ଦିଏ। କଣ ବାପା ଭୁଲ କହିଲି? ମନେ ପକା, ଯେତେବେଳେ ତୁ ଏଇ ଭାବ ନେଇ ଆସିଛୁ, ମୁଁ ଠିକ ସେଇ ଭାବରେ ତୋର ସମସ୍ୟାର ସମାଧାନ କରିଛି। ସେଇ ଲକ୍ଷ୍ୟ ରଖି ତୁମ ସମସ୍ତଙ୍କୁ ଭାତୃତ୍ୱ ବନ୍ଧନରେ ବାନ୍ଧି ତୁମ ପ୍ରତ୍ୟେକଙ୍କ ଭିତରେ ସୂକ୍ଷ୍ମ ସତ୍ତା ଭାବରେ ଭାଇର ଭୂମିକା ନେଇ ସମସ୍ୟା ସମାଧାନ ପାଇଁ ବିଶ୍ୱ ଭାତୃତ୍ୱ ଦିବ୍ୟାତ୍ମା ପରିଷଦ ଗଠନ କରିଦେଇଛି। ପ୍ରତ୍ୟେକଙ୍କୁ ଭାଇ ଓ ଭଉଣୀ ସମ୍ବୋଧନ କରିବାକୁ ନିର୍ଦ୍ଦେଶ ଦେଇଛି। ହେଲେ ବାଉଳାଗଣ, କଣ କରୁଛ ତୁମେ ମାନେ? ମୋର ଅଲିଅଳ ପ୍ରିୟ ସନ୍ତାନ ହୋଇ ଏତିକି ରହସ୍ୟ ବୁଝିପାରୁନାହୁଁ ଯେ ଯାହାକୁ ଭାଇ ଡାକୁଛ ତା ଭିତରେ ମଧ୍ୟ ମୁଁ ଅଛି ବୋଲି? ଭାଇକୁ ଘୃଣା କଲେ, ଭାଇ ପ୍ରତି ଅବମାନନା କଲେ, ଭାଇକୁ ଦୂରେଇ ଦେଲେ ମତେ ଅବମାନନା କରୁଛ, ମତେ ଘୃଣା କରୁଛ, ମତେ ଦୂରେଇ ଦେଉଛ। ଏତିକି ବୁଝିପାରୁନାହ? ରେ ମୋର ପ୍ରିୟ କଳିକା, ମତେ ଥରେ ବୁଝିବାକୁ ଚେଷ୍ଟା କର। ମୁଁ ପ୍ରତି ମୁହୂର୍ତ୍ତରେ ପ୍ରତ୍ୟେକ ଭାବରେ ତୋରି ନିକଟରେ ଅତି ନିକଟରେ ଖେଳୁଛି। ଅନୁଭବ କର ବାପରେ, ବେଳ ପରା ରତ ରତ ହେଲାଣି। ଆଉ କେତେ ଦିନ ଏମିତି ବାଉଳା ହୋଇ ବୁଲିବୁ? ତୋ ଠାରୁ, ତୋ ପିଲାଙ୍କ ଠାରୁ ଅନ୍ୟକୁ ପୃଥକ ଭାବି ଦୂରେଇ ରହିବୁ? ବିଶ୍ୱାସ କର, ଏହା ଦ୍ୱାରା ମତେ ଅନେକ ଯନ୍ତ୍ରଣା କଷ୍ଟ ହେଉଛି। ତୁ ମୋର ଏକାନ୍ତ ପ୍ରିୟ ହୋଇ ମୋର ଏହି ଦୁଃଖ ଦୂର କରିବାକୁ କଣ ସାମାନ୍ୟ ଚେଷ୍ଟା କରିବୁ ନାହିଁ? ଭଉଣୀ, ତୋର ପରିବାରରେ ତୋର ଭଉଣୀଟି କିଛି ବୁଝେ ନା। ସେ ସବୁବେଳେ ତୋରି ମଙ୍ଗଳ କାମନା କରୁଥାଏ, କାରଣ ସେ ଜାଣିଛି ତୁ ହିଁ ତାର ଏକମାତ୍ର ଭରସା। ତୁ ଯେତେ ଦୂରକୁ ଯାଇଥିଲେ ବି ତୋ ଫେରିବା ବାଟକୁ ସେ ଚାହିଁ ବସିଥାଏ। ଆସିବା ଡେରି ହୋଇଗଲେ ଦିଅ ଦେବତାଙ୍କ ନିକଟରେ କେତେ ମାନସିକ କରି ପକାଏ। ରେ ଅବୁଝା, ତୁ କେବେ ଭଉଣୀର ଏଇ ସ୍ନେହ ଶ୍ରଦ୍ଧା କଥା ଚିନ୍ତା କରିଛୁ? ତୋର କୌଣସି କାରଣରୁ ସମାଜରେ ବଦନାମ ହୋଇଗଲେ ଭଉଣୀ ମନରେ କେତେ ଦୁଃଖ ଲାଗେ ତାକୁ କେବେ ଭାବିଛୁ? ବାର ବାର ଯେତେବେଳେ ଭଉଣୀର ଏଇ ସ୍ନେହର ଡାକ ଭାବନା ତୋର ନିଷ୍ଠୁରତା ଯୋଗୁଁ ବାଧାପ୍ରାପ୍ତ ହୁଏ, ସେତେବେଳେ ସେ ମଧ୍ୟ ନିଷ୍ଠୁରା ହୋଇଯାଏ ଏବଂ ତୋ ଠାରୁ ଦୂରେଇ ଯାଏ। ଧନରେ ପୂର୍ବରୁ କହିଛି, ତୋର ଏଇ ଭଉଣୀ ଭିତରେ ମଧ୍ୟ ମୁଁ ଅଛି। ସେହି ରୂପରେ ସର୍ବଦା ତୋର ମଙ୍ଗଳ ଚିନ୍ତା କରୁଛି। ତୁ ମୋ ପ୍ରତି ଏତେ ନିଷ୍ଠୁର କିପରି ହୋଇପାରୁଛୁ କହିଲୁ ବାପ? ଥରେ ଆଖି ଖୋଲି ନଜର ପକା ବାପା। ତୋର ପରିବାରରେ ପ୍ରତ୍ୟେକଙ୍କ ଭିତରେ ମୁଁ ସୂକ୍ଷ୍ମ ଭାବରେ ରହି ତୋର ମଙ୍ଗଳ ପାଇଁ ବିବିଧ କର୍ମ କରି ଚାଲିଛି। କିନ୍ତୁ ତୁ ବାଉଳା ହୋଇ ପ୍ରତି ମୁହୂର୍ତ୍ତରେ ମୋତେ ଆଘାତ ଦେଇ ଚାଲିଛୁ। ସେଥିରେ ଯଦି ତୁ ଆନନ୍ଦ ପାଉଛୁ ତେବେ ସେଇଆ କର, କାରଣ ତୋର ଆନନ୍ଦ ହିଁ ମୋର କାମ୍ୟ। ହେଲେ ମୁଁ କଣ କରିବି? ଜନ୍ମ ଦେଇଛି ଯେତେବେଳେ ମୋର କର୍ତ୍ତବ୍ୟ ମୁଁ କରିଯିବି। ତୁ ଯାହା କରିବୁ ତାହା ପାଇବୁ, ମୋତେ ଦୋଷ ଦେବୁ ନାହିଁ ବାପା। ସ୍ୱାମୀ ଓ ସ୍ତ୍ରୀ, ବାବୁରେ ଆଉ ଗୋଟିଏ କଥା କହୁଛି, ଧୀର ସ୍ଥିର ମନରେ ଶୁଣିବୁ ଓ କାମରେ ଲଗାଇବୁ।
ପ୍ରଥମରୁ କହି ଆସୁଛି ସଂସାର ପଥ କଣ୍ଟାରେ ପରିପୂର୍ଣ୍ଣ ହୋଇଯାଇଛି। ଯେଉଁ କଣ୍ଟାକୁ ଉଠାଇ ସାଧନ ସୂତ୍ର ଅନୁସାରେ ଆଗେଇବାକୁ ଆଉ ସମୟ ନାହିଁ। ତୁ ସଂସାର ଧର୍ମ ଗ୍ରହଣ କରିଛୁ, ସଂସାରୀ ହୋଇଛୁ, ତାରି ମାଧ୍ୟମରେ ଯଦି ସରଳ ସୂତ୍ର ନେଇ ଆଗେଇ ଯିବୁ ତେବେ ଖୁବ୍ ଶୀଘ୍ର ଓ ସହଜରେ ତୋର ପିତାଙ୍କ ସାନ୍ନିଧ୍ୟ ଲାଭ କରିବୁ ଓ ତାଙ୍କରି କୋଳରେ ବିଶ୍ରାମ ପାଇ ଚିର ଶାନ୍ତି ଲାଭ କରିବୁ। ତୋର ପରିବାରରେ ଆଜି ତୋର ମୁଖ୍ୟ କେନ୍ଦ୍ରବିନ୍ଦୁ ତୋର ସ୍ତ୍ରୀ। ସେ ଏକାଧାରରେ ଅନେକ ଭୂମିକା ଗ୍ରହଣ କରୁଛି। ନାରୀ ଏ ସୃଷ୍ଟିର ଆଧାର, ମୂଳ ସୂତ୍ର। କେବଳ ସୃଷ୍ଟି ରକ୍ଷା ଓ ବଂଶ ରକ୍ଷା ଉଦ୍ଦେଶ୍ୟ ନେଇ ତାକୁ ତୋ ସହିତ ସଂଯୋଗ କରାଯାଇଛି। ମାତୃତ୍ୱର ସରଳ ହୃଦୟ ନେଇ ତାର ସୃଷ୍ଟି। ତେଣୁ ପ୍ରେମ, ପ୍ରୀତି, ସ୍ନେହ, ମମତାର ବନ୍ଧନରେ ବାନ୍ଧି ରଖି ତୋତେ ସର୍ବଦା ତାରି କବଳରେ ଜଡ଼ାଇ ରଖିବାଟା ହେଉଛି ତାର ଧର୍ମ। ତୁ ଯେତେ ଦୂରରେ ଥିଲେ ମଧ୍ୟ ସେ ତାର ପାରିବାରିକ ସାଂସାରିକ କର୍ମ କଲା ସମୟରେ କେବଳ ତୋର ଚିନ୍ତା କରୁଥାଏ। ତୋର ବିରହରେ ସେ ବ୍ୟାକୁଳ ହୋଇ ଉଠେ। ମଥାରେ ସିନ୍ଦୂର ଲଗାଇ ତୋର ଆୟୁ ବୃଦ୍ଧି ପାଇଁ ତାର ଇଷ୍ଟଙ୍କ ପାଖରେ ଅତି ଗୁହାରି କରେ। ତୋର ସାମାନ୍ୟ ଅସୁବିଧା ସେ ସହ୍ୟ କରିପାରେ ନାହିଁ। ତୋର ମଧ୍ୟ ଠିକ୍ ସେଇ ଅବସ୍ଥା। ଧନରେ ଆଗରୁ କହିଛି ତୋର ପିତା ସେଇ ଅପୂର୍ବ ଲୀଳା ବିଧୃତ କଳେବରର ସ୍ରଷ୍ଟା। ତୁମ ଉଭୟଙ୍କ ଭିତରେ ସୂକ୍ଷ୍ମ ସତ୍ତା ଭାବରେ ରହି ଏହି ପ୍ରେମର ଉତ୍ସ ତିଆରି କରନ୍ତି ଓ ତୁମ ମାଧ୍ୟମରେ ଲୀଳା ଆସ୍ୱାଦନ କରନ୍ତି। କିନ୍ତୁ ତମେମାନେ ଯେତେବେଳେ ଆଚରଣହୀନ ହୋଇଯାଅ, ନୀତିଭ୍ରଷ୍ଟ ହୋଇଯାଅ, ସେତେବେଳେ ସେ ଅକଥନୀୟ ଯନ୍ତ୍ରଣା ଅନୁଭବ କରନ୍ତି। ଶେଷରେ ନିଜର ଇଚ୍ଛା ବିରୁଦ୍ଧରେ ନିଜକୁ ତୁମମାନଙ୍କ ଠାରୁ ଦୂରେଇ ନିଅନ୍ତି। ତୁ କଣ ନୀତି ରଖିପାରିବୁନି? ତୋର ପିତାଙ୍କୁ ଟିକେ ଶାନ୍ତିରେ ରହିବାକୁ ଦେବୁ ନାହିଁ? ମୋର ଭରସା ଅଛି ତୁ ପାରିବୁ। କେବଳ ଠିକ୍ ଭାବରେ ପଥଟି ଜାଣିନାହୁଁ ବୋଲି ବାଉଳା ହୋଇ ପଥପଣା ହେଉଛୁ। କହୁଛି ଶୁଣ। ଏକରେ ତୁ ନିଜେ ମୋ ଠାରୁ ଧାରା ନେଇ ଯାଇଛୁ, ସେଇଟିକୁ ଜୋର ଜବରଦସ୍ତି ଭାବରେ ତୋ ସ୍ତ୍ରୀ ଉପରେ ଲଦି ଦେଉଛୁ କାହିଁକି? ସେ ତୋତେ କେତେ ଭଲ ପାଏ। ତେଣୁ ନିଜେ ନିଜର ଆଚରଣ ରକ୍ଷା କରି ତାକୁ ସରଳ ଭାବରେ ଧାରାର ଲକ୍ଷ୍ୟ ବୁଝାଇ ଦେ। ଯଦି ବୁଝାଇ ନ ପାରୁଛୁ ତେବେ ମୋ ନିକଟକୁ ନେଇ ଆ, ମୁଁ ତାକୁ ବୁଝାଇ ଦେବି। ଦୁଇରେ ତୁମେ ଦୁଇ ଜଣ ଯାକ ଧାରା ନେଇଯାଅ, ସଂସାର ପଥରେ ଚାଲିବାର କୌଶଳ ଶିଖିଯାଅ, ଯାହା ଫଳରେ ତୋଡ଼ି ମାଛ ଯେପରି ପଙ୍କରେ ରହିଲେ ମଧ୍ୟ ତା ଦେହରେ ପଙ୍କ ଲାଗେ ନାହିଁ, ସେହିପରି ତୁମେମାନେ ସଂସାରରେ ରହିଲେ ମଧ୍ୟ ସଂସାର ବିଷୟର ପଙ୍କ ତୁମ ଦେହରେ ଲାଗିବ ନାହିଁ। ତିନିରେ ଜଣେ ଗୁରୁମୁଖୀ ହୋଇ ଆଗେଇବାକୁ ଯେତିକି ସମୟ ଲାଗେ, ଦମ୍ପତି ଉଭୟ ସ୍ୱାମୀ ଓ ସ୍ତ୍ରୀ ଏକତ୍ର ହୋଇ ଗୁରୁ ମନ୍ତ୍ର ଗ୍ରହଣ କରି ଆଗେଇଲେ ବିଜୁଳି ତରଙ୍ଗ ପରି ଗତି କ୍ଷିପ୍ର ହୋଇଯାଏ ଓ ଖୁବ୍ ଅଳ୍ପ ପରିଶ୍ରମରେ ଲକ୍ଷ୍ୟସ୍ଥଳରେ ପହଞ୍ଚି ହୁଏ। ପରିବାରର ସମସ୍ତ ଦୁଃଖ ଦୂର ହୋଇ କେବଳ ପ୍ରେମାନନ୍ଦର ବନ୍ୟା ସୃଷ୍ଟି ହୁଏ। ଚାରିରେ ଅତି କମରେ ପ୍ରତି ମାସରେ ଥରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଏକତ୍ର ଗୁରୁଦ୍ୱାରକୁ ଯାଇ ଶ୍ରୀ ଗୁରୁଙ୍କୁ ଦର୍ଶନ କଲେ ଅନେକ ସମସ୍ୟାର ସମାଧାନ ହୁଏ ଓ ମୁକ୍ତିର ପଥ ପରିଷ୍କାର ହୁଏ। ସାଧନ କ୍ଷେତ୍ରରେ ଥିବା ସମସ୍ତ କଣ୍ଟାକୁ ସେ ଆଡ଼େଇ ଦିଅନ୍ତି। ଧନରେ ଏ ତ ଗଲା ଗୁରୁବାଦର କିଛି ଅଂଶ। ଏହାକୁ ଛାଡ଼ି ତତେ ଆଉ କିଛି କରିବାକୁ ମଧ୍ୟ ହେବ। କଦାପି ଭୁଲିବୁ ନାହିଁ, ତୁ ବିବାହ କରି ସଂସାର କରିବୁ କେବଳ ବଂଶ ରକ୍ଷା କରିବା ପାଇଁ। ତାକୁ ମଧ୍ୟ ବୁଝାଇ ଦେବୁ ଯେ ତୁ ମଧ୍ୟ ପିତାଙ୍କ ଇଚ୍ଛାରେ ଆସିଛୁ ମାତୃତ୍ୱ ଗର୍ବିଣୀ ହୋଇ ଏ ଧରାକୁ ସୁସନ୍ତାନ ଦାନ ଦେବାକୁ। ତୋରି ମମତା, ସ୍ନେହ, ସହିଷ୍ଣୁତା, ଉଦାରତା ହିଁ ଏ ସୃଷ୍ଟିର ମୂଳ ଉତ୍ସ। ତେଣୁ କେବଳ ଶାରୀରିକ ଉପଭୋଗରେ ସୀମିତ ରହିଗଲେ ଏ ସୃଷ୍ଟି ଧ୍ୱଂସ ହୋଇଯିବ। ତେଣୁ ବାବୁରେ, ପିତା ହୋଇ ମଧ୍ୟ କେବଳ ତୋରି ମଙ୍ଗଳ ପାଇଁ, ତୋର ଦୈନନ୍ଦିନ କ୍ରିୟା ପାଇଁ କେତୋଟି ସୂଚନା ଦେଉଛି ମନେ ରଖ। ତୋର ସ୍ତ୍ରୀ ଯେତେବେଳେ ଖାଇବାକୁ ଦେଉଛି ସେତେବେଳେ ତାକୁ ମା ଅନ୍ନପୂର୍ଣ୍ଣା ରୂପରେ ଜ୍ଞାନ କରିବ। ପ୍ରାତଃ କାଳରେ ଏକତ୍ର ହୋଇ ପ୍ରାର୍ଥନା କରିବା ସମୟରେ ତାଙ୍କୁ ମହାଶକ୍ତି ଗାୟତ୍ରୀ ରୂପରେ କଳ୍ପନା କରିବ। ଯେତେବେଳେ କୌଣସି ଉପଦେଶ ଦେଉଛି ତାକୁ ମା ସରସ୍ୱତୀଙ୍କର ଉପଦେଶ ଜ୍ଞାନ କରିବ।
ଯେତେବେଳେ ତୋର ସେବା କରୁଛି ତାକୁ ତୋର ସ୍ନେହମୟୀ ଜନନୀ ରୂପରେ ଗ୍ରହଣ କରିବୁ। ଯେତେବେଳେ ଶ୍ରଦ୍ଧା ଭକ୍ତି ଦେଉଛି ସେତେବେଳେ ଭଉଣୀ ରୂପରେ ଦେଖିବୁ। କେବଳ ଯେତେବେଳେ ସୃଷ୍ଟି ରକ୍ଷା ପାଇଁ ଏକତ୍ର ହେଉଛ ସେତେବେଳେ ତାକୁ ସ୍ତ୍ରୀ ରୂପରେ ଗ୍ରହଣ କରିବୁ। ସେଥିରେ କେତୋଟି ନିର୍ଦ୍ଦିଷ୍ଟ ନିୟମ ପାଳନ କରିବୁ। ସେଥିରେ କେତୋଟି ନିର୍ଦ୍ଦିଷ୍ଟ ନିୟମ ପାଳନ କରିବୁ, ଯଥା ସୂର୍ଯ୍ୟ ପରାଗ, ଚନ୍ଦ୍ର ଗ୍ରହଣ, ମାସାନ୍ତ, ପୂର୍ଣ୍ଣିମା, ଅମାବାସ୍ୟା, ଏକାଦଶୀ, ଗୁରୁବାର, ଅଷ୍ଟମୀ ତିଥି, ଚତୁର୍ଦଶୀ ତିଥି, ତୁମମାନଙ୍କର ଅର୍ଘ୍ୟବାରୀ, ଶ୍ରୀ ଗୁରୁ ଦର୍ଶନ ଦିବସ ଓ ପବିତ୍ର ପର୍ବପର୍ବାଣୀ ଏହି ଦିନମାନଙ୍କରେ କଦାପି ଏକତ୍ର ହେବ ନାହିଁ। ଦିବସରେ କେବେ ମଧ୍ୟ କଳ୍ପନା କରିବ ନାହିଁ। ଏହାକୁ ପାଳନ ନ କଲେ କଣ ହୁଏ ଜାଣିଛ? ନିଜେ ରୋଗାଗ୍ରସ୍ତ ହୋଇଯିବ, ଅଳପାୟୁ ହୋଇଯିବ। ତୁମ ସଙ୍ଗ ଦୋଷରୁ ଯେଉଁ ସନ୍ତାନ ସନ୍ତତି ଜନ୍ମ ନେବେ ସେମାନେ ମଧ୍ୟ ରୋଗାଗ୍ରସ୍ତ ହୋଇ କ୍ଷୀଣାଙ୍ଗ ଓ ବିକଳାଙ୍ଗ ହେବେ। ସମାଜର ଅଲୋଡ଼ା ଜୀବ ହୋଇ ଅପୂର୍ଣ୍ଣତାର ବିଷୟରେ ଜଳିଯିବେ ଓ ଏ ସୁନ୍ଦର ସୃଷ୍ଟିକୁ ଜାଳିଦେବେ। ସେଥିପାଇଁ ସ୍ରଷ୍ଟା ଯେ କି ତୁମରି ଭିତରେ ସୂକ୍ଷ୍ମ ସତ୍ତା ଭିତରେ ଅଛନ୍ତି ଅନେକ ଯନ୍ତ୍ରଣା ପାଇ ତୋର ପିତା ପରି ଛଟପଟ ହେବେ। ନାରୀ ସର୍ବଦା ପବିତ୍ର, କାରଣ ମାସିକ ଋତୁସ୍ରାବ ମାଧ୍ୟମରେ ତାର ଜରାୟୁ ପବିତ୍ର ହୁଏ। ଏହି କ୍ରିୟା ସମୟରେ ଥରେ ସେ ଅପବିତ୍ର ହୁଏ। ତେଣୁ ପ୍ରତି ମାସରେ ଏହି ଋତୁସ୍ରାବ ହେବାର ପ୍ରଥମ ଦିନ ଠାରୁ 6 ଦିନ ପୂର୍ଣ୍ଣ ନ ହେବା ଯାଏଁ ସ୍ପର୍ଶ କରିବୁ ନାହିଁ, କାରଣ ଏହା ଦ୍ୱାରା ତୋର ଯାହା କ୍ଷତି ହେବ ତାଠୁ ଅଧିକ କ୍ଷତି ତାର ହୋଇଯିବ। ସେହି ସମୟ ମଧ୍ୟରେ ତାର ଶରୀରର ଅବସ୍ଥା ଏପରି ହୋଇଯାଏ ଯେ କୌଣସି ବ୍ୟକ୍ତିକୁ ସେ ସ୍ପର୍ଶ କରିବ, ଯେକୌଣସି ବ୍ୟକ୍ତିକୁ ସେ ସ୍ପର୍ଶ କରିବ ସେହି ବ୍ୟକ୍ତିର ଶରୀରରେ ଥିବା ସମସ୍ତ ରୋଗ ଜୀବାଣୁ ତା ଦେହରେ ଅତି ସହଜରେ ପ୍ରବେଶ କରିଯିବେ ଓ ତାକୁ ରୋଗାକ୍ରାନ୍ତ କରିଦେବେ। ତେଣୁ ତୁ ନିଜେ ସଂଯତ ହେବୁ ଓ ତାକୁ ବୁଝାଇ ଦେବୁ। ଏହି 6 ଦିନ ସେ ସତର୍କ ହୋଇ ଲୋକଲୋଚନର ଦୂରରେ ରହିବାକୁ ଚେଷ୍ଟା କରିବ। ରେ ମୋର ରଙ୍କୁଣୀ ଧନ, এই ଯେଉଁ କେତୋଟି ଉପଦେଶ ଦେଲି ତାକୁ ଯଦି କାୟ ମନ ବାକ୍ୟରେ ପାଳନ କରିବୁ ଓ କରାଇବାକୁ ପ୍ରୟାସୀ ହେବୁ ତେବେ ଦେଖିବୁ ଖୁବ୍ ସହଜରେ ତୁ ମହାସାଧକର ଫଳ ଭୋଗ କରିବୁ। ଏ ଦୁସ୍ତର ସଂସାରର ଭବ ଜଳକୁ ଅକ୍ଲେଶରେ ପାର ହୋଇଯିବୁ, ଅନ୍ୟକୁ ମଧ୍ୟ ପାର କରାଇ ପାରିବୁ। ମନେ ରଖିବୁ, ଆଜି ତୋର ପିତା ସୋ ଦେହରେ ଅଛନ୍ତି। ଭାଇମାନେ ଟିକେ ମନ ଦେଇ ଶୁଣନ୍ତୁ ଏ କଥା। ଆଜି ତୋ ପିତା ସ୍ୱଦେହରେ ଉପସ୍ଥିତ ଅଛନ୍ତି। ତେଣୁ ଏଇ ମାତ୍ର କେତୋଟି ଆଚରଣ ରଖିଲେ ତୁ ପାର ହୋଇଯିବୁ। ନଚେତ୍ ଯୁଗ କ୍ରିୟା ଓ ଯୁଗତନ୍ତ୍ର ଅନୁସାରେ ତୋର ଯୋଗ୍ୟତା ଅନୁସାରେ ବିଚାରର ସମ୍ମୁଖୀନ ହେବୁ, ମୋତେ ଦେଶ ଦେବୁ ନାହିଁ। ଯେଉଁମାନେ ତୋ ପରି ଧାରା ନେଇ ନାହାନ୍ତି ସେମାନଙ୍କ ପାଖକୁ ମଧ୍ୟ ଆନନ୍ଦରେ ଯିବୁ। ମୋର ଇଚ୍ଛା ଉପଦେଶ ବୁଝାଇ ଦେବି। ପରିବାର ହିଁ ବୈକୁଣ୍ଠ ଧାମ। ପରିବାରରେ ରହି ଉପରଲିଖିତ ଆଚରଣ ରକ୍ଷା କରି ଏ କଳି ଯୁଗର ତାରକ ମହାମନ୍ତ୍ର ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ ଶ୍ରଦ୍ଧାର ସହ ଅହରହ ସବୁବେଳେ ସମ୍ଭବ ନହେଲେ କେବଳ ସକାଳେ ସଞ୍ଜରେ ଜପ କଲେ ମୁଁ ସନ୍ତୁଷ୍ଟ ହେବି ଓ ଫଳ ଯାଚି ଦେଇ ଆସିବି। କେତେ ସୁନ୍ଦର କଥା ସେ ସବୁ କହିଲେ। ଏହାକୁ ଯଦି ସଞ୍ଜ ସକାଳେ ଜପ କରିବେ ତାହେଲେ ପ୍ରଭୁ ସନ୍ତୁଷ୍ଟ ହେବେ ଏବଂ ଫଳ ଆମକୁ ଆସି ଯାଚି ଦେଇଯିବେ। ତତ୍ପରେ ଆଉ ଗୋଟେ କଥା ମଧ୍ୟ କହିଛନ୍ତି ଯେ ପିତାମାତାଙ୍କ ପ୍ରତି ସବୁବେଳେ ତାଙ୍କର ରହିବାର ଖାଇବାର ଯତ୍ନ ନେବୁ ଏବଂ ସେମାନଙ୍କୁ ଯଦି ପୂଜାର୍ଚ୍ଚନା କରିବୁ ତେବେ ତୋର ବହୁତ ମଙ୍ଗଳ ହେବ। କଣ ହବ ନା ଏକାଦଶୀ, ଅମାବାସ୍ୟା, ସଂକ୍ରାନ୍ତି, ପୂର୍ଣ୍ଣିମା ଓ ଦ୍ୱାଦଶୀ ତିଥିରେ ପିତା, ମାତା, ଗୁରୁ, ବ୍ରାହ୍ମଣ ଓ ବୈଷ୍ଣବମାନଙ୍କୁ ସେବା ପୂଜା କଲେ ଅଶେଷ ଫଳ ପ୍ରାପ୍ତି ହୋଇଥାଏ। ଏକାଦଶୀରେ ପାପ କ୍ଷୟ ହୁଏ, ଅମାବାସ୍ୟାରେ ଧନଜନ ବୃଦ୍ଧି ହୁଏ, ସଂକ୍ରାନ୍ତିରେ ବ୍ୟାଧିମୁକ୍ତ ହୁଏ, ପୂର୍ଣ୍ଣିମାରେ ଯଶ ଓ ଐଶ୍ୱର୍ଯ୍ୟ ମିଳିଥାଏ, ଦ୍ୱାଦଶୀରେ ସେବା ପୂଜା କଲେ ଗୋଲକରେ ସ୍ଥାନ ମିଳେ। ଏହାପରେ ବୈଷ୍ଣବମାନଙ୍କ କଥା। ବାବୁରେ ଗୁରୁ ବୈଷ୍ଣବ ଭିନ୍ନ ନୁହନ୍ତି। ଗୁରୁଙ୍କ ସେବା ପୂଜା କଲେ ଯେଉଁ ପୁଣ୍ୟ ଅର୍ଜନ ହୁଏ
ବୈଷ୍ଣବ ମାନଙ୍କୁ ସମ୍ମାନିତ କଲେ ଠିକ ସେହି ଫଳ ପ୍ରାପ୍ତ ହୁଏ। ତେଣୁ ଯଦି କେବେ ବୈଷ୍ଣବ ତୋ ଗୃହକୁ ଆସନ୍ତି ବା ତୁ ସେମାନଙ୍କର ସଂସ୍ପର୍ଶରେ ଆସୁ, ତେବେ ଶ୍ରଦ୍ଧା ପ୍ରେମ ଓ ଭକ୍ତିରେ ତାଙ୍କୁ ଗୁରୁତୁଲ୍ୟ ମନେ କରି ତାଙ୍କର ଆଶୀର୍ବାଦ ଗ୍ରହଣ କରିବୁ। ଯଦି ଅହଂବଶତଃ ସେମାନଙ୍କୁ ହତାଦର କରୁ ବା ହେୟ ଜ୍ଞାନ କରୁ, ତେବେ ଗୁରୁଦ୍ରୋହୀ ବିଷ୍ଣୁଦ୍ରୋହୀ ପାପରେ ବିଚାରର ସମ୍ମୁଖୀନ ହୋଇଯିବ। ଶେଷରେ ଗୁରୁଜନ ମାନଙ୍କୁ ସର୍ବଦା ସମ୍ମାନ ଦେବା ପାଇଁ ଅଭ୍ୟାସ କରିବ। ଗୁରୁଜନ କହିଲେ କେବଳ ବୟସ ନୁହେଁ, ଅନ୍ୟ ସମସ୍ତ ବିଷୟକୁ ବିଚାର କରିବ। ଧନ, ବୟସ, ଐଶ୍ୱର୍ଯ୍ୟ, ବିଦ୍ୟା, ବୁଦ୍ଧି, ଜ୍ଞାନ ଆଦି ସମସ୍ତ ଗୁଣ ବା ଯେକୌଣସି ଗୋଟିଏ ଗୁଣରେ ଯିଏ ତୋଠାରୁ ଅଧିକ ତାଙ୍କୁ ଗୁରୁଜନ ଭାବରେ ଗ୍ରହଣ କରିବ। ବିଚାର କରିବୁ ସେମାନଙ୍କର ପ୍ରାରବ୍ଧ କର୍ମଫଳ ବା ସୁକର୍ମ ପ୍ରଭାବରେ ସେମାନେ ତୋଠାରୁ ଉଚ୍ଚ ବା ଶ୍ରେଷ୍ଠ ଆସନରେ ଅଛନ୍ତି। ତେଣୁ ସେମାନେ ତୋଠାରୁ ନିଶ୍ଚିତ ଭାବରେ ଶ୍ରେୟ। ନିଜର ପିତାମାତାଙ୍କୁ ଯେଉଁ ସମ୍ମାନ ଦେବୁ, ଗୁରୁଜନ ମାନଙ୍କୁ ମଧ୍ୟ ଠିକ ସେହି ଭାବରେ ନେବୁ। ଅଭ୍ୟାସ ବଳରେ ଯଦି ଏ ସୃଷ୍ଟିର ପ୍ରତ୍ୟେକଙ୍କୁ ତୋଠାରୁ ଉନ୍ନତ ଓ ଶ୍ରେଷ୍ଠ ବୋଲି ଗ୍ରହଣ କରିପାରିବୁ, ତୋଠାରେ ନମ୍ରତା ସ୍ପଷ୍ଟ ଭାବରେ ଫୁଟି ଉଠିବ। ଆଉ ସେହି ନମ୍ରତା ବଳରେ ତୁ କ୍ରମଶଃ ଧୀର ସରଳ ହୋଇ ସମସ୍ତଙ୍କର ଶ୍ରଦ୍ଧାଭାଜନ ହୋଇଯିବୁ। ଷଷ୍ଠା ସୂକ୍ଷ୍ମ ରୂପରେ ସମସ୍ତଙ୍କ ପିଣ୍ଡରେ ବିଦ୍ୟମାନ। ଯେତେବେଳେ ତୋ ଚତୁଃପାର୍ଶ୍ୱରେ ବିଚରଣ କରୁଥିବା ସମସ୍ତ ନରନାରାୟଣଙ୍କର ସଦାଯୁକ୍ତ ଆଶୀର୍ବାଦ ତୋ ଉପରେ ଅଜାଡ଼ି ହୋଇ ପଡ଼ିବ, ସେତେବେଳେ ତୁ ସମସ୍ତଙ୍କର ଅତି ଆପଣାର ହୋଇଯିବୁ। ତାପରେ କଣ ହେବ ଜାଣିଛ? ତୋର ପିତା ଏକାନ୍ତ ଭାବରେ ତୋର ଅତି ପ୍ରିୟ ହୋଇଯିବେ ଓ ତୁ ତାଙ୍କର ଅତି ନିକଟତର ହୋଇ ସତ୍‌ଚିତି ଆନନ୍ଦରେ ନିତ୍ୟ ବିଚରଣ କରି ବ୍ରହ୍ମମୟ ହୋଇଯିବୁ। ସତ୍‌ଚିତି ଆନନ୍ଦରେ ନିତ୍ୟ ବିଚରଣ କରି ବ୍ରହ୍ମମୟ ହୋଇଯିବୁ। ଏଥରକ ଏତିକିରୁ ରହୁଛି ତୋର ଚିର ମଙ୍ଗଳକାଙ୍କ୍ଷୀ ପିତା ଗୁରୁ ସ୍ୱାମୀ ବିମସ୍ୟାବିରଣଭଙ୍ଗ ମୁନିର ବିମତି ଭ୍ରମ ଯଦି ଶୁଦ୍ଧ ମସ୍ତମା ମମ ଦୋଷ ନ ବିଦ୍ୟତେ। ଆପଣମାନଙ୍କ ପାଖରେ ଯାହା ଉପସ୍ଥାପନା ପାଠ କଲି, ତାହା ଆପଣମାନେ ଆଜିଠାରୁ ଯଦି ପ୍ରଭୁଙ୍କର ସେହି ଆଜ୍ଞା ଆଦେଶକୁ ଶପଥ ମନେ କରି, ଯେମିତି ସନ୍ଦେଶ ପତ୍ର ଆମେ ଶପଥ କରୁଛେ, ସମସ୍ତେ ଯଦି କାର୍ଯ୍ୟରେ ଲଗାଇବା, ତାହେଲେ ସ୍ରଷ୍ଟା ପୁରୁଷ ନିଶ୍ଚିତ ଆମମାନଙ୍କ ଉପରେ ତାଙ୍କର ଆଶୀର୍ବାଦ ଅଜାଡ଼ି ଦେବେ। ଏତିକି କହି ମୋର ଆଜିର ସେ ପାଠ ଶେଷ କରୁଛି। ଗୁରୁ ସ୍ୱାମୀ, ଗୁରୁ ସ୍ୱାମୀ, ଗୁରୁ ସ୍ୱାମୀ।